ଯେତେବେଳେ ଆତ୍ମଧର୍ମ ନିତ୍ୟ ଧର୍ମ ବା ସନାତନ ଧର୍ମ କଥା ଆସେ, ଏ ହେଉଛି ଶିବଜୀବର ସର୍ବଶ୍ରେଷ୍ଠ ଧର୍ମ। କିନ୍ତୁ ଏହି ଧର୍ମ ଦେଶ ଜାତି ଓ ଭାଷାର ପୃଥକ ପୃଥକ ଜାଗାରେ ପୃଥକ ପୃଥକ ନାମରେ ଅଙ୍କିତ କରାଯାଇଛି। କିନ୍ତୁ ଏ ପୃଥକ ହେଲେ ମଧ୍ୟ ଧର୍ମ ଏକ ଆଉ ଏ ଉପାଦେୟ। ମନୁଷ୍ୟର ଖାଦ୍ୟର ପରିବର୍ତ୍ତନ ଓ ପୋଷାକର ପରିବର୍ତ୍ତନରେ ଜୀବର ଧର୍ମ ପରିବର୍ତ୍ତନ ହୁଏ ନାହିଁ। କିନ୍ତୁ ବିଶ୍ୱ ଦରବାରରେ ବର୍ତ୍ତମାନ ଦେଖିବା 4000ରୁ ଉର୍ଦ୍ଧ୍ୱ ଧର୍ମ ସଂସ୍ଥା ପରିଚାଳିତ ହେଉଛି। ଆହୁରି ଭବିଷ୍ୟତରେ ଅନେକ ଜାତ ହେବେ। ଆପଣମାନେ ଏହାର ପରୀକ୍ଷା କରିପାରନ୍ତି ଇଣ୍ଟରନେଟ୍ ମାଧ୍ୟମରେ। କିନ୍ତୁ ଧର୍ମ ଏକ, ଭଗବାନ ଏକ। ଏ ଧର୍ମର ଜାତ ଉତ୍ପତ୍ତି କିଭଳି, କିନ୍ତୁ ଆମର ଏଥିରେ ଟୀକା ଟିପ୍ପଣୀ ଦେବାର ଆବଶ୍ୟକତା ପଡ଼େନି। କିନ୍ତୁ ଶାସ୍ତ୍ର ସିଦ୍ଧାନ୍ତ କ'ଣ କହୁଛି ଆମେ ତାକୁ ଆଲୋଚନା କରିବା। ବ୍ୟାସଦେବ 5000 ବର୍ଷ ପୂର୍ବେ ଭବିଷ୍ୟ ପୁରାଣ ଲେଖିଥିଲେ। ଏଥିରେ ଦୁଇଟା ଧର୍ମ ଉପରେ କଥା କହିଥିଲେ। ଜିସସ୍ ଖ୍ରୀଷ୍ଟ ଆସିବେ, ଜିସସ୍ ଖ୍ରୀଷ୍ଟ ଜନ୍ମ ନେବେ, ଭଗବାନଙ୍କ ପୁତ୍ର ରୂପେ ଖ୍ରୀଷ୍ଟ ଧର୍ମ ପ୍ରଚାର କରିବେ। ମହମ୍ମଦ ପୈଗମ୍ବର ଆସିବେ, ଭଗବାନଙ୍କର ଦୂତ ଭାବରେ ମୁସଲମାନ ଧର୍ମ ପ୍ରଚାର କରିବେ। ଏ 5000 ବର୍ଷ ପୂର୍ବେ ଲେଖିଦେଇଥିଲେ ପୁରାଣରେ, ଭବିଷ୍ୟ ପୁରାଣରେ। କିନ୍ତୁ ଠିକ୍ ତାର ଆପଣ ଦେଖିବେ ଖ୍ରୀଷ୍ଟ ଧର୍ମ ପ୍ରଚାର କେବେ ହେଇଛି? ଜଷ୍ଟ 2000 ବର୍ଷ ପୂର୍ବରୁ। ମୁସଲମାନ ଧର୍ମ 15 ବର୍ଷ ପୂର୍ବରୁ। ଏ କଥା ଆଗରୁ ଅଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଭଗବାନଙ୍କ ନିର୍ଦ୍ଦେଶରେ ଏ ଧର୍ମ ପ୍ରଚାର ହେଉଛି। ଖ୍ରୀଷ୍ଟିଆନ ଧର୍ମ ହଉ ବା ମୁସଲମାନ ଧର୍ମ ହଉ, ଏ ସନାତନ ଧର୍ମ ଭଗବାନଙ୍କ ନିର୍ଦ୍ଦେଶରେ ଅଛି। ଏବେ ଏକଥା ମୋ ଶାସ୍ତ୍ରରେ ଲେଖା ଅଛି, ଧର୍ମସ୍ତୁ ସାକ୍ଷାତ୍ ଭଗବତ୍ ପ୍ରଣୀତମ୍। ଭଗବାନଙ୍କ ନିର୍ଦ୍ଦେଶରେ ଶାସ୍ତ୍ରର ଧର୍ମର ପ୍ରଚାର କାର୍ଯ୍ୟ ହେଉଛି।